ଆପଣମାନେ ଜାଣିଥିବେ ଆଜି ପ୍ଲସ୍ ଟୁ ରେଜଲ୍ଟ ବାହାରିବ ସର୍ବପ୍ରଥମେ କେଉଁ ସାଇଟ୍ରେ ଦେଖିବେ ଆପଣ ଯଦି ଅଫିସିଆଲ୍ ସାଇଟ୍ ସର୍ଚ୍ଚ କରିବେ ତ ସର୍ଭର ଡାଉନ୍ ହେବ ଠିକ୍ ଅଛି। ତ ଆପଣଙ୍କୁ ଦେଖିଦେଉଛି CHSE ଓଡ଼ିଶା ଆମେ ଯଦି ମାରିବେ CHSE ଓଡ଼ିଶା ରେଜଲ୍ଟ 2026 ଡେଟ୍ ଆପଣ ଜାଣିଥିବେ ଅଲ୍ ଉପରେ କ୍ଲିକ୍ କରୁଛି ଠିକ୍ ଅଛି। ଅଲ୍ ଉପରେ କ୍ଲିକ୍ କରିସାରିଲା ଆପଣ ଦେଖିବେ ମେ 20 ରେଜଲ୍ଟ ବାହାରିବ 12:30ରେ ଆପଣଙ୍କ ରେଜଲ୍ଟ ବାହାରିବ। ମୁଁ ଭିଡ଼ିଓ ଆପଣଙ୍କୁ 12:30ରେ ଅପଲୋଡ଼ କରିଦେବି ଆପଣ ଦେଖିବେ ଆରାମସେ ମୋତେ ଦେଖିବେ କିଛି ବି ଆପଣଙ୍କୁ ଇସ୍ୟୁ ହେବ ନାହିଁ। ଆଉ ଯଦି CHSE ଓଡ଼ିଶା ଉପରେ କ୍ଲିକ୍ କରିବି ଦେଖିବେ ଆପଣ ସାଇଟ୍ ଓପନ୍ ହେବନି। ତ ସର୍ବପ୍ରଥମେ କେଉଁ ସାଇଟ୍ ଓପନ୍ କଲେ ଆପଣ ରେଜଲ୍ଟ ପୁରା ଦେଖିପାରିବେ ମୁଁ ଆପଣଙ୍କୁ এই ଭିଡ଼ିଓ ମାଧ୍ୟମରେ କହିବି। ତ ବିନା ସ୍କିପ୍ ଦେଖ ଗୋଟେ ଫାଷ୍ଟ କ୍ଲାସ୍ ଦେଖ ଠିକ୍ ଅଛି। ଆଉ ଗୋଟେ କଥା ଯଦି ଚ୍ୟାନେଲକୁ ଫାଷ୍ଟ ଟାଇମ୍ ଆଇଛ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ ଓକେ, କାରଣ ଏମିତି ଲାଟେଷ୍ଟ ଅପଡ଼େଟ୍ ପାଇବା ପାଇଁ ଓକେ। ତାପରେ ମୁଁ ଦେଖ ସାଇଟ୍ ଓପନ୍ ହେଲାଣି ଆପଣ କେମିତି କରିବେ ଓକେ। ତ ଆପଣ ସର୍ଚ୍ଚ କରିବେ ନିଜ ଗୁଗୁଲ୍ କିମ୍ବା କ୍ରୋମ୍ ବ୍ରାଉଜର ସର୍ଚ୍ଚ କରିବେ ଇଣ୍ଡିଆ ରେଜଲ୍ଟ ଠିକ୍ ଅଛି। ମୁଁ ଯେମିତି ସର୍ଚ୍ଚ କରୁଛି ସେମିତି ସର୍ଚ୍ଚ କରିବେ ଇଣ୍ଡିଆ ରେଜଲ୍ଟ ଉପରେ କ୍ଲିକ୍ କରିବେ। ଇଣ୍ଡିଆ ରେଜଲ୍ଟ ଉପରେ କ୍ଲିକ୍ କରିସାରିଲା ପରେ ଫାଷ୍ଟ ଅପସନ୍ ଉପରେ କ୍ଲିକ୍ କରିବେ ଠିକ୍ ଅଛି। କ୍ଲିକ୍ କରିସାରିଲା ପରେ ତାପରେ ତଳକୁ ଆସିବେ ଓଡ଼ିଶା ଲେଖା ହେଇଥିବ ଓଡ଼ିଶା ଉପରେ କ୍ଲିକ୍ କରିବେ ଓକେ। ଓଡ଼ିଶା ଉପରେ କ୍ଲିକ୍ କରିସାରିଲା ପରେ ଆପଣ ଦେଖିପାରୁଥିବେ ପ୍ଲସ୍ ଟୁ ରେଜଲ୍ଟ ଦେଖ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଓଡ଼ିଶା ମାନେ 10th ରେଜଲ୍ଟ ଠିକ୍ ଅଛି। ତ ଆପଣ ଏଥିରେ ମଧ୍ୟ 10th ରେଜଲ୍ଟ ଦେଖିଥିଲେ ଅଲରେଡ଼ି ମଧ୍ୟ ଆମ ଚ୍ୟାନେଲ୍ ମାଧ୍ୟମରେ କହିଥିଲି। ତ ତାପରେ କ୍ଲିକ୍ କରିବେ ଠିକ୍ ଅଛି। ଆଡ଼ ଆସିଲେ କଟ୍ କରିଦେଲି ଆପଣ ଦେଖିପାରୁଥିବେ 10th ରେଜଲ୍ଟ ମଧ୍ୟ ବହୁତ ଜଲ୍ଦି ଏଥିରେ କ୍ଲିକ୍ ଉପରେ କ୍ଲିକ୍ କରିସାରିଲା ପରେ ମଧ୍ୟ ଆସିଥିଲା। ସେଇଭଳି ପ୍ଲସ୍ ଟୁ ରେଜଲ୍ଟ ଆପଣ ତଳୁ ସ୍କ୍ରୋଲ୍ ଡାଉନ୍ କରିବେ ଲେଖା ହେଇଥିବ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା। ତ ତାପରେ କ୍ଲିକ୍ କରିବେ ଠିକ୍ ଅଛି। ତ ତାପରେ କ୍ଲିକ୍ କରିସାରିଲା ପରେ ତ ଆପଣ ଏଇଠି ଲିଙ୍କ୍ ହିଅର୍ ଉପରେ କ୍ଲିକ୍ କରି ଯେତେବେଳେ ଆପଣ ରେଜଲ୍ଟ ପବ୍ଲିଶ ହେଇଯିବ ଓକେ ଆପଣ ଦେଖିପାରୁଥିବେ ରେଜଲ୍ଟ ପ୍ଲସ୍ ଟୁ ଆର୍ଟ୍ସ ଏକ୍ଜାମ୍ 2026 କମିଂ ସୁନ୍। ଆଉ ଦେଖିପାରୁଥିବେ ପ୍ଲସ୍ ଟୁ ସାଇନ୍ସ ଏକ୍ଜାମ୍ କମିଂ ସୁନ୍, କମର୍ସ ଆଣ୍ଡ ଭୋକେସନାଲ୍ କମିଂ ସୁନ୍। ତ ଆପଣ ଏଠି କ୍ଲିକ୍ ହିଅର୍ ଉପରେ ଲେଖେଇବ ଆପଣ କ୍ଲିକ୍ ହିଅର୍ ଉପରେ କ୍ଲିକ୍ କରି ଆରାମସେ ଆପଣ ରୋଲ୍ ନମ୍ବର ନହେଲେ ରେଜିଷ୍ଟ୍ରେସନ୍ ନମ୍ବର ଡେଟ୍ ଅଫ୍ ବାର୍ଥ ଫିଲ୍ଅପ୍ କରିକି ଆପଣ ରେଜଲ୍ଟ ମଧ୍ୟ ଚେକ୍ କରିପାରିବେ। ଏମିତି ଚେକ୍ କରିପାରିବେ ବହୁତ ସ୍ପିଡ଼୍ରେ ମଧ୍ୟ ଚେକ୍ କରିପାରିବେ। ଯେମିତି ଆପଣ ଆଗରୁ 10th ରେଜଲ୍ଟ ଦେଖିଥିବେ କି ମୁଁ ଆପଣଙ୍କୁ ଅଲରେଡ଼ି ପୂର୍ବ ଭିଡ଼ିଓରେ ମଧ୍ୟ କହିଥିଲି 10th ରେଜଲ୍ଟ କିଭଳି ଚେକ୍ କରିବେ ସେଭଳି ପ୍ଲସ୍ ଟୁ ରେଜଲ୍ଟ ମଧ୍ୟ ଏମିତି ଚେକ୍ କରିବେ। ଆଶା କରୁଛି ଆପଣଙ୍କ ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହୋଇଥିବ। ତ ରହୁଛି ଦେଖା ନେକ୍ସଟ ଭିଡ଼ିଓରେ ସେଥିପାଇଁ ଜୟ ଜଗନ୍ନାଥ।